ଆଜ୍ଞା ଦିଦି ଅଭିଯୋଗ ଟିକେ ଶୁଣିବା। ଦିଦି ତମର କଣ ହେଇଛି? ନା ଆମର ଆଗରୁ ଯୋଉ ସରକାର ଥିଲେ ସେ ଶୁଣିଥିଲେ। ଦିଦି ଆଗରୁ ଯୋଉ ସରକାର ଥିଲେ ଗରିବ ଲୋକଙ୍କର ଦୁଃଖ ସୁଖ ସବୁ ଶୁଣୁଥିଲେ। ଆଉ ଏବେ ଯୋଉ ଡବଲ ଇଞ୍ଜିନ ସରକାର ହେଲେ ସିଏ ତ କହୁଛନ୍ତି ଆଶା କିଏ ଆମେ ଜାଣିନୁ। ଆଜ୍ଞା ଇଏ ହଉଛନ୍ତି ଆମର ଆଶା ଦିଦି। ଯେତେବେଳେ ଦିପହର ହଉ ରାତି ହଉ ଖରାବେଳେ ହଉ ଯେତେବେଳେ ଫୋନ କରିବ ଆଶା ଦିଦି ଚାଲ ବୋଲି ସାଙ୍ଗେ ସାଙ୍ଗେ ବାହାରନ୍ତି ମେଡିକାଲ ନେଇକି। ଆମକୁ ଲଲିପପ ଦେଲା ଭଳିଆ ଆମକୁ ଦିନ ମଜୁରିଆ ଭାବରେ ଆମକୁ କାମ କରାଉଛନ୍ତି ଖଟଉଛନ୍ତି। ଦିଦି ବର୍ତ୍ତମାନ ଧାରଣା ବସିଛନ୍ତି। ଦିଦିଙ୍କ ଦାବି ହଉଛି ମାସିକ ଦରମା ଯୋଉ ପାଉଛନ୍ତି ତାଙ୍କୁ ସେତିକି ହଉନି, ଆଉ କିଛି ବୃଦ୍ଧି କରାଯାଉ। ସେଇଥିପାଇଁ ସେ ବସୁଛନ୍ତି ଧାରଣାରେ। ମାସିକ ଦରମା ବୃଦ୍ଧି କରିକି 26,000 କରାଯାଉ। ଆଜ୍ଞା ଆଶା ଦିଦି ତ ଧାରଣା ବସିଲେ ତାଙ୍କ କଥା କେହି ବୁଝିଲେନି, କିନ୍ତୁ ବିଧାୟକଙ୍କର ମୋଟା ଅଙ୍କର ଦରମା ବଢିଛି। ଯେତେ ନେତା ମନ୍ତ୍ରୀ ସବୁ ଅଛନ୍ତି ରାଜସ୍ୱରୁ 3 ଗୁଣା ବଢିଛି ତାଙ୍କ ଦରମା। ଭାବନ୍ତୁ ଆମ ଗରିବ ଲୋକଙ୍କୁ ନାତ ମାରିକି ତାଙ୍କର ଦରମା ସବୁ ବଢିଲା। ଗରିବ ଲୋକ ଯାହା ନାମ ନିଅନ୍ତୁ, ସରକାର କଣ ଯାଉଛି ତାଙ୍କ ଚିନ୍ତା ସବୁ ସେ କଲେ। ଏଠି ଗରିବ ଲୋକ ମଲେ। ଆପଣ ମାନେ ଚିନ୍ତା କରନ୍ତୁ, ଯୋଉମାନେ ଗରିବ ଲୋକ ଅଛନ୍ତି ଦିନ ମଜୁରିଆ, ଆଜି କାମ କଲେ ଖାଇଲେ, ନହେଲେ ଉପାସ ଶୋଇଲେ, ସେଇମାନଙ୍କ କଥା କିଏ ବୁଝିବ? ତାଙ୍କ ଦରମା କେମିତି ବୃଦ୍ଧି ହବ? ନା ସେଟା ତନାଘନା କରିବେନି। ଖାଲି ତମ ଦରମା କେମିତି ବୃଦ୍ଧି ହେଇଗଲା, ତମ ପକେଟ ଗରମ ହେଇଗଲା, ତମେ ଆରାମସେ ଏସି ଲଗେଇଲ, ସୁନା ପଲଙ୍କର ଶୋଇଲ, ସୁନା ହାର ପିନ୍ଧିଲ, ଭଲ ଗାଡିରେ ବୁଲିଲ। ତମେ ହଉଛ ନେତା ମନ୍ତ୍ରୀ ବା ସରକାର। ଆମ କଥା କେହି ନ ପଚାର।